ମୁଁ ହେଉଛି ଡଲି। ଏହି ଘଟଣା ଘଟିଥିଲା ମୁଁ ଯେତେବେଳେ ଭୁବନେଶ୍ୱରରେ ରହିକି ପାଠ ପଢୁଥିଲି। ମୁଁ ଜଣେ ପୁଅକୁ ସ୍କୁଲ ସମୟରୁ ଭଲ ପାଉଥିଲି। ଆମ ଭଲ ପାଇବା ବହୁତ ଷ୍ଟ୍ରଙ୍ଗ ଥିଲା। ସେଥିପାଇଁ ଆମେ କେବେ ହେଲେ ଦୁହେଁ ଦୁହିଁକୁ କିହାବେହି ହେବା ବିଷୟରେ କଥା ହେଇନଥିଲୁ। ଆମେ ସେ ସମୟରେ ଭାବୁଥିଲୁ ଏହା ଖରାପ କାମ, ଆଉ ଏମିତି କଲେ ଭଲ ପାଇବା ଆଉ ରହିବନି। ମୁଁ ଭୁବନେଶ୍ୱରରେ କଲେଜ ପଢିବା ବେଳେ ନିଜେ ରୁମ ଭଡା ନେଇକି ଆଉ 2 ଜଣ କ୍ଲାସମେଟ୍ ସାଙ୍ଗ ସହ ମେଷ କରିକି ରହୁଥିଲି। ମୁଁ ଲଭ କରିବା 4 ବର୍ଷରୁ ଅଧିକ ହେଇଗଲାଣି। ତଥାପି ମୋ ବୟଫ୍ରେଣ୍ଡ ସହିତ ମୁଁ କେବେ ହେଲେ ସେକ୍ସ କରିନି କି ସେ ହେଲେ ମୋତେ କେବେ କେହିବାକ ଦେବା ପାଇଁ କହିନି। ମୋ ବୟଫ୍ରେଣ୍ଡ ଟିକେ ଗରିବ ପିଲାଟା, କିନ୍ତୁ ଭଲ ପାଠ ପଢେ। ମୋ ଛଡା କୋଉ ଝିଅକୁ ହେଲେ ସେ କେବେ ଲଭ କରିବା କି କିଛି ଖରାପ ନଜରରେ ଦେଖୁନି। ସେ ଟିକେ ନିରୀହ ଟାଇପର ହେଇଥିବାରୁ କେବେ ହେଲେ କୌଣସି ଜିନିଷ ଖୋଲିକି କହି ପାରେନି କି କେବେ ହେଲେ କାହାକୁ କିଛି ମାଗେନି। ହେଲେ ମୋର ବୟସ ବଢିବା ସହିତ ମୋ ଦେହ ହେଲେ ଦିନକୁ ଦିନ ସେକ୍ସୁଆଲ ମୁଡକୁ ଯିବାକୁ ଲାଗିଲା। ମୁଁ ମୋ ଫକୁ ବହୁତ ଥର ପୂର୍ବରୁ ଡାକିଛି। ଭୁବନେଶ୍ୱର ଆସିବାକୁ ହେଲେ ସେ କେବେ ହେଲେ ଆସେନି। ଏମିତି ବହୁତ ଥର କହିବା ପରେ ବି ସେ ଆସିନି। କିନ୍ତୁ ଥରେ ମୋ ରୁମମେଟ୍ 10 ଦିନ ହେବ ଛୁଟିରେ ତାଙ୍କ ଗାକୁ ଯିବେ ବୋଲି ବାହାରିଲେ। ମୋର ହେଲେ ଛୁଟି ଥିଲା, କିନ୍ତୁ ମୁଁ ଗାକୁ ଗଲିନି। ମୁଁ ଆଗୁଆ ମୋଫକୁ ଫୋନରେ ହେଲେ କହିଦେଇଛି ଯେ ଓ ଏଥର ଯେମିତି ହେଲେ ଆସିବୁ। ମୁଁ କିଛି ଜାଣିନି, କିନ୍ତୁ ସେ ତଥାପି ଦେଖୁବା କହିବି ବୋଲି କହିଥିଲା। ମୁଁ ତାକୁ ବହୁତ ଚେଷ୍ଟା କରିକି ଏକ୍ଜାମ ଅଛି ବୋଲି କହିକି ଘରୁ ଆସିବାକୁ କହିଲି। ତାପରେ ଆଗୁଆ ଫୋନରେ କଥା ହେଇକି ପ୍ଲାନ କରିକି ସେଇଠୁ ସେ ବାହାରିକି ଆସିଲା। ମୁଁ ତାକୁ ଆଣିବା ପାଇଁ ବରମୁଣ୍ଡା ଯାଇକି ଅଟୋରେ ନେଇକି ଆସିଲି। ଆମ ରୁମର ଓନର ହେଲେ ଏଇଠି ରୁହନ୍ତିନି ସେଠ। ସେଥିପାଇଁ ମୋତେ ଭାଇ କହିକି କାହାକୁ ନେଇକି ଆସିଲେ ବି କିଛି ଜଣା ପଡିବନି। ତାପରେ ସେ ହେଲେ ଛୋଟ ପିଲା ଭଳି ଦେଖାଯାଉଛି। ସେ ଛୋଟ ପିଲାକୁ ମୁଁ ହେଲେ ଛୋଟ ପିଲା। ଏତେ ବର୍ଷ ଲଭ କରିବା ଭିତରେ ସେ ମୋ ବିଆ କେବେ ହେଲେ ଦେଖୁନି କି ମୁଁ ହେଲେ ତାହାର ବାଣ୍ଡ କେମିତିଆ ବୋଲି ଦେଖୁନି। ଯାହା କିଛି ହେବ ସବୁ ପ୍ରଥମ ଥର ହେବ। ସେ ଏବେ ଯାଇ ଜାଣିନି ଯେ ମୁଁ ତା ସହ ଗିହାଗେହି ହେବାକୁ ଡାକିଛି ବୋଲି। ଗୋଟେ ଘରେ ରାତିରେ ଆଉ ରହିଲେ ଜାଣିଥିବେ ଯାହା ହେବ। ସେଦିନ ଆମେ ସନ୍ଧ୍ୟାବେଳେ ବାହାରକୁ ବୁଲିବାକୁ ଗଲୁ। ଆକୁ ଆସିଲା ବେଳକୁ ଖାଇବା ନେଇକି ରୁମକୁ ପଳେଇ ଆସିଲୁ। ଖାଇବା ଖାଇ ସାରିବା ପରେ ଆମେ ଜଲ୍ଦି ଲାଇଟ୍ ବନ୍ଦ କରିକି ଗୋଟେ ବେଡ୍ରେ 2 ଜଣ ଯାକ ଶୋଇ ପଡିଲୁ। ନିଦ ତ ହଉନଥିଲା, କିନ୍ତୁ ନ ଶୋଇଲେ ଏସବୁ କରିବା ମୁସ୍କିଲ ହେବ ବୋଲି ଆମେ ଘରକୁ ଅନ୍ଧାର କରିକି ଗୋଟେ ବେଡସିଟ୍ ଘୋଡେଇ ହେଇକି ଶୋଇଲୁ। ଆମେ ଏମିତି ଇଆଡୁ ସିଆଡୁ କଥା ହେଲୁ। ମୁଁ ଜାଣିଥିଲି ମୋ ବିଏଫ୍ କିଛି ହେଲେ କରିବନି। ସେଥିପାଇଁ ମୁଁ ଜାଣି ତା ଉପରେ ଗୋଡ ଲଦିବା ଆରମ୍ଭ କଲି। ସେ ଖାଲି ମୋତେ ଅନାଉଥାଏ, ଆଉ ମୁଁ ତା ମୁହଁକୁ ଅନେଇକି ହସି ହସି ଧୀରେ ଧୀରେ ତାକୁ ଆଉସିବାକୁ ଲାଗିଲି। ତ ମୋ ମନ ସେଦିନ ବହୁତ ଖୁସି ଥିଲା। ସତରେ ମୁଁ ହେଲେ ପ୍ରଥମ ଥର ଏତେ ପାଖାପାଖୁ ପୁଣି ଗୋଡ ନଦିକି କୋଉ ପୁଅ ପାଖରେ ଶୋଇଛି। କିନ୍ତୁ ମୋତେ ଭୟ ଲାଗୁନଥିଲା, କାରଣ ମୁଁ ତାକୁ ଜାଣିଛି କେତେ ଭଲ ସେ ବୋଲି। ମୁଁ ଶୋଇବା ପୂର୍ବରୁ ଜାଣିକି ଆଗୁଆ ଚଢି ବାହାର କରିଦେଇଥିଲି। ମୁଁ ସେଇଠୁ ବହୁତ ଜୋରରେ ତାକୁ ହଗ କରିକି ଧରିଲି, ଆଉ ଜାଣି ମୋ କୋଳ ଦୁଧକୁ ତା ଦେହରେ ଘଷିଲି। ସେତେବେଳକୁ ତାକୁ ହେଲେ କେମିତି ଲାଗିଲାଣି, ହେଲେ ସେ କିଛି କହିପାରୁନି। ହେଲେ ସେ କଣ୍ଟେଣ୍ଟ୍ରାଲ କରିକି ରହିଲା ଭଳି ମୋତେ ଲାଗୁଥିଲା। ମୁଁ ଆଗରୁ କେବେ ଏମିତି କୋଉ ପୁଅ ସହ ନ ଶୋଇବାକୁ ମୋ ବିଆ ତା ଦେହର ସ୍ପର୍ଶରେ ଖାଲି ଧକ ଧକ ହେବାରେ ଲାଗିଲା। ମୁଁ ସତରେ ଆଉ ସମ୍ଭାଳିବା ପରିସ୍ଥିତିରେ ନଥିଲି। ସେଥିପାଇଁ ମୁଁ ମୋ ଗୋଡକୁ ତା ଉପରେ ପକେଇକି ହସି ହସି ତାକୁ ଛନ୍ଦିବା ଆରମ୍ଭ କଲି। ତାପରେ ମୁଁ ସିଧା ତା ଉପରେ ଶୋଇ ପଡିଲି। ମୁଁ ଗୋଟେ ପ୍ଲାସ ଡ୍ରେସ୍ ପିନ୍ଧିଥିଲି, ଖାଲି ଟୋପ୍ସ ଟାଇପର। ମୁଁ ତା ଉପରେ ଶୋଇକି ମୋ ବିଆକୁ ତା ବାଣ୍ଡ ସିଧା ତାକୁ କୁଣ୍ଢେଇକି ଧରିକି ଘଷିବାରେ ଲାଗିଲି। ତାପରେ ତାକୁ ହେଲେ କେମିତି ଲାଗିଲା କଣ ଯେ ସେ ମୋତେ କୁଣ୍ଢେଇକି ଧରିକି ତା ଗାଣ୍ଡିକୁ ଉପରକୁ ଟେକିକି ମୋ ବିଆ ସିଧା ଗେହିଲା ଭଳି ଧକ୍କା ଦେଲା। ତା ବାଣ୍ଡ ହେଲେ ସେତେବେଳକୁ ପୁରା ଟିଙ୍ଗେଇ ହେଇଯାଇଥିଲା। ମୁଁ ଆଉ ସମ୍ଭାଳି ପାରୁ ନଥିଲି। ମୋ ପେଟାଡୁ କେମିତି ଗୋଟେ ହେଇଯାଉଥିଲା। ସେ ସେଇଠୁ ମୋ ଗାଣ୍ଡିକୁ ତା ଆଡକୁ ଧରିକି ବେହିଲା ଭଳି କରି ଚାଲିଲା। ତାପର ମୁଁ ତାକୁ ମୋ ଦୁଧ ଖାଇବାକୁ କହିଲି, ଏମିତି ହାତରେ ଦେଖେଇକି। ମୁଁ ମୋର ଗୋଟେ ଛୋଟ ଦୁଧକୁ ଜଷ୍ଟ ଟିକେ ବାହାର କରିକି ତା ପାଟି ସିଧା ଦେଖେଇକି ରଖୁଲି। ସେ ଲାଜ କରୁଥାଏ ବହୁତ। ତାପରେ ମୁଁ ମୋ ଦୁଧ ତା ମୁହଁରେ ଲଗେଇକି ରଖୁକି ଜୋରରେ ତାକୁ ଚୁଚୁମେଇଲି। ସେ ସେଇଠୁ ଧୀରେ ଧୀରେ ଖାଇବାକୁ ଚେଷ୍ଟା କଲା। ମୁଁ ବିଲକୁଲ ସମ୍ଭାଳି ପାରୁ ନଥିଲି। ମୋ ବିଆ ଖାଲି ଧାକୁ ହେଇକି ଟିଙ୍ଗେଇ ହେବାକୁ ଲାଗୁଥିଲା। ମୁଁ ସେଇଠୁ ସାଇଡ ହେଇକି ତଳକୁ ଗଡିଗଲି, ଆଉ ତାକୁ କୁଣ୍ଢାଇକି ମୋ ଉପରେ ଶୁଆଇଦେଲି। ମୁଁ ଧୀରେ ଧୀରେ
मोर गोटे हाथ नेइकी ता बांडकू मुखेईकी धरी पकेइली। डह फास्ट टाइम मु बांडकू मुखेईकी धरिली। आगरू केबे एमित धरी नथुली। मु सेमिति अंधारे ता बांडटाकू मुखेईकी धरिकी मो बिया पाखरे लगेईकी हातरे बांडकू बियारे पसेइला भली करिबाकू लागिली। हेले ता बांड काहीकी मते बहुत मोटा मोटा लागुथिला। आउ मु जेते थर मो बियारे पसेइबाकू चेष्टा करुथिली से भितरकू नपसिकी तार सिए खसी जाउथिलाई। मु बांडकू धरिकी पसेइला बेलकू से सेइठू धीरे धीरे गेहिला भली करिला। तापरे टिके समय परे संगे संगे उठिकी मोबाइल टर्च लगेईकी मो बिया देखुबो बोली कहिला। मु लाजरे ताकू मन करिला बेलकू से जमा सुनिलानी। तापरे सेइठू मोबाइल लाइट रे मो बिया को मेलेईकी देखला। आउ धीरे धीरे गोटे आंगुठीरे बिया को सलसल करिला। डह डह मु पूरा खाली गोड़ जापी पकाउथली। आउ ताकू टाणीकी मो उपरे सुआई देउथली। हेले से मो बिया को खाली ता हातरे मंथी चलीथिला। तापरे से मो जंघकू मेलेईकी मो गोड़ को उपरकू करिदेला। झियोंक बिया जेते सान हेले भी जंघकू मेलेई देले बिया जाहा हेले टिके ढिला हेबो आउ भीतर कणा देखाजिबो। मो बयस हिसाबरे देखुले मो बिया बहुत सान थिला। कारण मु आगरू जमा भी गिहा गेही हेइनी कि बियारे किछि हेले भर्ती करिनी। खाली बेले बेले बिया जदी कुंडेई हुए परी आंगुठी को बियारे मारिकी धीरे धीरे बिया मेलेई नहेला भली करे। तापरे मु मो हातरे ता बांडकू बारंबार धरिकी मो बियार फांक देखुकी पुरेइबाकू चेष्टा करुथाए। हेले ता बांडर जो कदछतु भलिया हेइकी बा जागाटा जेते पसेइले बी बियारे पसु नथाए। टिके जोर करिकी जदी पसेई से पसेइबा ताहा हेले मते कष्ट हेउथिला। एमिति करी करी आमर 40 मिनिटन अधिक समय बीती जाइथिला। किंतु आमे सेतेबेले जाए ठीक से गिहा केही हेई नथुलु। तापरे बहुत चेष्टा करी करी आंगुठी मारिकी बिया को मेलेई मेलेई बियारे धीरे धीरे करिकी पसेईकी से रखुला। गोटे मिनिट हेबो हेई नब सेइथु ताहार बाहारी पड़िला जे से तरतर हेइकी मो उपरु उठी पड़िला। आउ घोषाड़ीकी बांडकू बियारू बाहर करिदेला। सेइठू लाइट पकेईकी मेलेईकी मो बिया भीतर देखुला काले बियारे रहीगला कि कण बोली चेक कला। तापरे मु मो बीएपर बांडकू लाइट पकेईकी देखुबाकू से कहिला। कारण सेतेबेलकू मो नख बाजी बाजी ता बांड पूरा खंडिया हेइगलानी। आउ केते समय भितरे जो जागा खंडिया हेइथिला से सबु पोड़िला। आउ फुलिकी पूरा फोटोका हेला भलिया हेइगला। से हेले बारंबार मो बियारे आंगुठी मारिकी मेलेई मेलेई बियार दी साइड रे थुआ चमड़ा खंडिया हेइकी मोर हेले पूरा नाली पड़ी जाइथिला। तापरे से हेले प्यांट पिंधी पारिलानी। मु हेले एक गली जे मो बिया पूरा पोड़िला भली हेला जे मु टिके हेबो मुतिछि संगे संगे पळी आसिली। तापरे आउ जहा हेले 3 घंटा जाए मूर्ति जाई पारिलिनी। 3 घंटा परे सेइथु धीरे धीरे पोड़ा कमिला। मु जाईकी एक करिकी आसिली। आउ आमे कुंढा कुंढी हेइकी सोइलु। तापरे परदिन रातिरे आमे पणी गिहा गेही हेलु। एमिति आमी 4 दिन जाए गिहा गेही हेलु। द्वितीय दिन से बांडरे तेल लगेईकी मते गेहिला। आउ गोटे टॉपिक रे कहिबी केमिति हेइथिला। एही घटनाटा संपूर्ण भाबे सत।